ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଇସ୍ରାଏଲ ଦେଶରେ ଥିବା ଜର୍ଦ୍ଦନ ନଦୀର ଆଉ ଏକ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ କରେ। ମୋର ପ୍ରିୟର ଭାଇ ଏବଂ ଭଉଣୀମାନେ, ଆପଣମାନେ ସମସ୍ତେ ଜାଣିଛନ୍ତି ବାପ୍ତିଜିକ ଜହନ ଏହିଠାରେ ଏହି ନଦୀରେ ଅନେକ ଲୋକମାନଙ୍କୁ ବାପ୍ତିସ୍ମ ଦେଇଥିଲେ ଏବଂ ଯୀଶୁଖ୍ରୀଷ୍ଟ ମଧ୍ୟ ଜହନଙ୍କ ଠାରୁ ଏହିଠାରେ ଏହି ନଦୀରେ ଏହି ପ୍ଲେସ୍ରେ ଆଉ ସେ ବାପ୍ତିସ୍ମ ନେଇଥିଲେ। ମୋର ପ୍ରିୟର ଭାଇ ଏବଂ ଭଉଣୀମାନେ, ଆପଣମାନେ ଆଉ ମୁଁ ବହୁତ ଭାଗ୍ୟବାନର ଲୋକମାନେ ଅଟୁ। ଆଜି ଆମେ ଘରେ ବସିକି ଆମେ ଜର୍ଦ୍ଦନ ନଦୀକୁ ଆମେ ଦେଖିପାରୁଅଛୁ। ମୋର ପ୍ରିୟର ଭାଇ ଏବଂ ଭଉଣୀମାନେ, ଆପଣମାନେ ଯଦି ଓଡ଼ିଶାରୁ ଏହି ଭିଡ଼ିଓକୁ ଦେଖୁଛନ୍ତି, ଓଡ଼ିଶାରୁ ଯଦି ଆପଣମାନେ ଏହି ଜର୍ଦ୍ଦନ ନଦୀକୁ ଯଦି ଯିବେ, ତାହେଲେ ଆପଣମାନଙ୍କୁ 1,20,000ରୁ 1.5 ଲକ୍ଷ ଟଙ୍କା ପାଖାପାଖି 1.5 ଲକ୍ଷ ଟଙ୍କା ଆପଣମାନଙ୍କର ଖର୍ଚ୍ଚ ହେଇଯିବ। କିନ୍ତୁ ଆଜି ପୃଥିବୀର ବିଭିନ୍ନ ଦେଶରୁ ଲୋକମାନେ ଟଙ୍କା ଖର୍ଚ୍ଚ କରିକି ଆଉ କ'ଣ କରୁଛନ୍ତି, ଏହି ଜର୍ଦ୍ଦନ ନଦୀକୁ ଦେଖିବା ପାଇଁ ଅନେକ ଲୋକ ଯାଉଛନ୍ତି ଏବଂ ଅନେକ ଲୋକମାନଙ୍କର ଇଚ୍ଛା ରହୁଛି ଯେ ମୁଁ ଜର୍ଦ୍ଦନ ନଦୀରେ ଯିବି। ଯୀଶୁଖ୍ରୀଷ୍ଟ ଯେଉଁ ନଦୀରେ ବାପ୍ତିସ୍ମ ନେଇଥିଲେ, ମୁଁ ମଧ୍ୟ ସେହି ନଦୀରେ ବାପ୍ତିସ୍ମ ନେବି। ଏମିତି ଅନେକ ଲୋକମାନଙ୍କର ଇଚ୍ଛା ରହିଅଛି। ତେଣୁ ସେମାନେ କ'ଣ କରୁଛନ୍ତି, ଏହି ଜର୍ଦ୍ଦନ ନଦୀକୁ ଆସୁଛନ୍ତି ଏବଂ ଏହି ଜର୍ଦ୍ଦନ ନଦୀରେ ଆଉ ସେମାନେ ବାପ୍ତିସ୍ମ ନେଉଛନ୍ତି। ଆପଣମାନେ ଭିଡ଼ିଓରେ ଦେଖିପାରୁଥିବେ ଅନେକ ଭାଇ ଭଉଣୀମାନେ ସେହି ଜାଗାରେ ଆଉ ବାପ୍ତିସ୍ମ ନେଉଛନ୍ତି। ମୋର ପ୍ରିୟର ଭାଇ ଏବଂ ଭଉଣୀମାନେ, ଯେତେବେଳେ ଯୀଶୁଖ୍ରୀଷ୍ଟ ଏହି ଜର୍ଦ୍ଦନ ନଦୀରେ ବାପ୍ତିସ୍ମ ନେଇଥିଲେ, ସେହି ସମୟରେ ଏମିତି କିଛି ଏହି ଜାଗାରେ ନଥିଲା, ଖାଲି ନଦୀ ହିଁ ଥିଲା। କିନ୍ତୁ ବର୍ତ୍ତମାନ ଏହି ଜାଗାରେ ଆଉ ରହିବା ପାଇଁ ଘର ରହିଅଛି ଏବଂ ସୁନ୍ଦର ସୁନ୍ଦର ଡିଜାଇନ୍ର ଆଉ ସିନେରୀ ଯାକ ଆପଣମାନେ ଦେଖିବାକୁ ପାଇବେ ବାହାରେ ଏବଂ ବହୁତ ବଡ଼ ବଡ଼ ଆଉ ପ୍ରାଚୀର ଯାକ ଲାଗି ରହିଅଛି ଏବଂ ସୁନ୍ଦର ସୁନ୍ଦର ବଗିଚା ଆଉ ସେଇ ସାଇଡ଼୍ରେ ସେଇ ନଦୀର ଚତୁଃପାର୍ଶ୍ୱରେ ରହିଅଛି। ମୋର ପ୍ରିୟର ଭାଇ ଏବଂ ଭଉଣୀମାନେ, ଅନେକ ଲୋକ ଯାଆନ୍ତି ସେଇ ଜାଗାରେ ଏବଂ ସେମାନେ ସେଇ ଜାଗାକୁ ଦେଖିକି ସେମାନେ ଖୁସି ହୁଅନ୍ତି। ଆପଣମାନଙ୍କୁ ପ୍ରଭୁ ସେହି ଜାଗାକୁ ନିଅନ୍ତୁ, ମୋତେ ମଧ୍ୟ ପ୍ରଭୁ ସେହି ଜାଗାକୁ ନିଅନ୍ତୁ, ଏହା ମୁଁ ପ୍ରାର୍ଥନା କରେ। ମୋର ପ୍ରିୟର ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି, ଯେତେ ଭାଇ ଏବଂ ଭଉଣୀମାନେ ଖ୍ରୀଷ୍ଟିଆନ ଭାଇ ଏବଂ ଭଉଣୀମାନେ ଏହି ଭିଡ଼ିଓକୁ ଦେଖୁଛନ୍ତି, ଯଦି ଆପଣ ଏବେ ପର୍ଯ୍ୟନ୍ତ ବାପ୍ତିସ୍ମ ନେଇନାହାନ୍ତି, ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି, କିନ୍ତୁ ଯଦି ଆପଣ ବାପ୍ତିସ୍ମ ନେଇନାହାନ୍ତି, ତାହେଲେ ତମର ଭାଇ ହିସାବରେ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣମାନେ କ'ଣ କରନ୍ତୁ, ବାପ୍ତିସ୍ମ ନେଇଯାଆନ୍ତୁ। କାରଣ ଯେଉଁ ଲୋକ ବାପ୍ତିସ୍ମ ନିଏ ନାହିଁ, ସେ ସ୍ୱର୍ଗ ରାଜ୍ୟକୁ ଦେଖିପାରିବ ନାହିଁ, ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ମୁଁ ଯେତେବେଳେ ଏହି କଥାକୁ କହିଲି, ଆପଣମାନଙ୍କର ଗୋଟିଏ କଥା ମନେ ପଡ଼ୁଥିବ, ଆଉ ଯୀଶୁଖ୍ରୀଷ୍ଟଙ୍କ ସାଙ୍ଗରେ 2 ଚୋରଙ୍କୁ ମଧ୍ୟ ଆଉ କ୍ରୁଶରେ ଟଙ୍ଗା ଯାଇଥିଲା। କିନ୍ତୁ ଜଣେ ଚୋର ସେ ବାପ୍ତିସ୍ମ ନେଇନଥିଲା, ସେ ତ ସ୍ୱର୍ଗକୁ ଗଲା। ଆମେ ମଧ୍ୟ ବାପ୍ତିସ୍ମ ନେଲେ ସ୍ୱର୍ଗକୁ ଯିବା, ଏମିତି ଆପଣମାନଙ୍କର ଚିନ୍ତା, ଏମିତି ଆପଣମାନଙ୍କର ଭାବନା ରହୁଥିବ। ମୋର ପ୍ରିୟର ଭାଇ ଏବଂ ଭଉଣୀମାନେ, ଯଦି ଆପଣ ଏମିତି ଭାବୁଛନ୍ତି, ତାହେଲେ ସମ୍ପୂର୍ଣ୍ଣ ଆପଣ ଭୁଲ ଭାବୁଛନ୍ତି। ମୋର ପ୍ରିୟର ଭାଇ ଏବଂ ଭଉଣୀମାନେ, ସେହି ଚୋର ପାଖରେ ଆଉ ସମୟ ନଥିଲା। ପ୍ରଥମ ବିଷୟ ହେଉଛି ସମୟ ନଥିଲା ଏବଂ ସେ ପୂର୍ବରୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣିନଥିଲା। ତେଣୁ ସେ ହଠାତ୍ ଯୀଶୁଖ୍ରୀଷ୍ଟଙ୍କୁ ଜାଣିଲା ଏବଂ ସମୟ ନଥିବା ହେତୁ ଆଉ ସେ କ'ଣ ହେଇଛି, ସେ ସ୍ୱର୍ଗାରୋହଣ କରିପାରିଛି। ଆଜି ଆପଣମାନଙ୍କୁ ସମୟ ଅଛି। ଆଜି ଆପଣମାନେ ଯୀଶୁଖ୍ରୀଷ୍ଟଙ୍କୁ ଜାଣିଛନ୍ତି, ବାପ୍ତିସ୍ମର ଶିକ୍ଷା ପାଇଛନ୍ତି। ସେହି ଚୋରକୁ କୌଣସି ପାଳକ ପ୍ରଚାରକମାନେ ଆଉ ଚୋରଙ୍କୁ ବାପ୍ତିସ୍ମ ନେବା ବିଷୟରେ ମଧ୍ୟ କହିନଥିଲେ।
କିନ୍ତୁ ଆଜି ଆପଣମାନଙ୍କର ଚର୍ଚ୍ଚରେ ପ୍ରଚାର କରାଯାଉଅଛି ବାପ୍ତିସ୍ମ ନିଅ। ମୋର ପ୍ରିୟର ଭାଇ ଏବଂ ଭଉଣୀମାନେ, ଆମେ ପିତା ପୁତ୍ର ପବିତ୍ର ଆତ୍ମା ତ୍ରିଏକ ପରମେଶ୍ୱରଙ୍କ ନାମରେ ଆମେ ବାପ୍ତିସ୍ମ ନେବା ଜରୁରୀ ଅଟେ। ଯଦି ଆମେ ବାପ୍ତିସ୍ମ ନେବା ତାହେଲେ ଆମେ ନିଶ୍ଚୟ ସ୍ୱର୍ଗ ରାଜ୍ୟକୁ ଆମେ ଯାଇପାରିବା। ମୋର ପ୍ରିୟର ଭାଇ ଏବଂ ଭଉଣୀମାନେ, ଆପଣମାନେ ଏହି ଭିଡ଼ିଓ ଦେଖିକି ବହୁତ ଖୁସି ହେଉଥିବେ। ଆଉ ମୁଁ ବି ଯେତେବେଳେ ଏହି ଭିଡ଼ିଓକୁ ଦେଖିଲି ମୋତେ ମଧ୍ୟ ଖୁସି ଲାଗିଲା। ପୃଥିବୀର ବିଭିନ୍ନ ଦେଶରୁ ଆଉ କ'ଣ କରନ୍ତି, ଏହି ଜାଗାକୁ ଲୋକମାନେ ଆଉ ଦେଖିବା ପାଇଁ ଆସନ୍ତି। ଜର୍ଦ୍ଦନ ନଦୀର ପ୍ରାଚୀରରେ ଯୀଶୁଖ୍ରୀଷ୍ଟଙ୍କର ବାକ୍ୟ ଲେଖାଯାଇଅଛି। ଆପଣମାନେ ଦେଖିପାରୁଥିବେ ଏହି ପ୍ରାଚୀରରେ ହିବ୍ରୁ, ଲାଟିନ୍, ଇଂଲିଶ ଏମିତି ଅନ୍ୟାନ୍ୟ ଲାଙ୍ଗୁଏଜରେ ଯୀଶୁଖ୍ରୀଷ୍ଟଙ୍କର ବାକ୍ୟ ଲେଖାଯାଇଅଛି। ମୋର ପ୍ରିୟର ଭାଇ ଏବଂ ଭଉଣୀମାନେ, ଆଉ ଆପଣମାନେ ଦେଖିପାରୁଥିବେ ନଦୀର ଟିକେ ଉପରକୁ ଯଦି ଆପଣ ଦେଖିବେ, ସେହି ଜାଗାରେ ଅନେକ ପାଳକ, ପ୍ରଚାରକ, ପ୍ରଭୁଙ୍କର ଅଭିଷିକ୍ତ ଦାସ ଦାସୀମାନେ ସେହି ଜାଗାରେ ରହନ୍ତି। ଆଉ ଆପଣମାନଙ୍କ ନିମନ୍ତେ ସେମାନେ ମଧ୍ୟ କ'ଣ କରିବେ, ପ୍ରାର୍ଥନା କରିଦେବେ। ମୋର ପ୍ରିୟର ଭାଇ ଏବଂ ଭଉଣୀମାନେ, ଜର୍ଦ୍ଦନ ନଦୀର ବାହାରର ଦୃଶ୍ୟ ଆପଣମାନେ ଦେଖନ୍ତୁ। ରାସ୍ତା ପାଖରୁ ଜର୍ଦ୍ଦନ ନଦୀ କେମିତି ଦେଖାଯାଉଅଛି। ଆପଣମାନେ ରାସ୍ତାକୁ ଦେଖିପାରୁଥିବେ କେତେ କ୍ଲିୟର, କେତେ ସଫା ରହିଅଛି। ମୋର ପ୍ରିୟର ଭାଇ ଏବଂ ଭଉଣୀମାନେ, ଯୀଶୁଖ୍ରୀଷ୍ଟଙ୍କ ସମୟରେ ଏମିତି ଆଉ ବିଲ୍ଡିଂସ୍, ଏମିତି ଘର, ଏମିତି ରାସ୍ତା ନଥିଲା। ଆଉ ଏହି କେତେ ବର୍ଷ ହେବ ଏମିତି ସେହି ଜାଗାରେ ଡେଭଲପମେଣ୍ଟ କରାଯାଇଅଛି। ମୋର ପ୍ରିୟର ଭାଇ ଏବଂ ଭଉଣୀମାନେ, ଭିଡ଼ିଓ ଦେଖୁଥିବା ସମସ୍ତ ଭାଇ ଏବଂ ଭଉଣୀମାନଙ୍କୁ ମୁଁ ଅନୁରୋଧ କରୁଛି, ଏହି ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରି ରଖନ୍ତୁ। ମୋତେ ଆପଣମାନେ ସପୋର୍ଟ କରନ୍ତୁ। ମୁଁ ବାଇବେଲରେ ଯେତେ ଜାଗା ବର୍ଣ୍ଣନା କରାଯାଇଛି, ସେହି ପ୍ରତ୍ୟେକ ଜାଗାର ଭିଡ଼ିଓ ଆପଣମାନଙ୍କ ପାଇଁ ମୁଁ ନେଇକି ଆସିବି। ତେଣୁ ଏହି ଚ୍ୟାନେଲକୁ ଆପଣମାନେ ନିଶ୍ଚୟ ସବସ୍କ୍ରାଇବ୍ କରି ରଖନ୍ତୁ। ପ୍ରତ୍ୟେକ ଲୋକ ଦେଖନ୍ତୁ, ପ୍ରତ୍ୟେକ ଲୋକ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ମୋର ପ୍ରିୟର ଭାଇ ଏବଂ ଭଉଣୀମାନେ, ପୁରା ଜର୍ଦ୍ଦନ ନଦୀର ବାହାରର ଦୃଶ୍ୟ ଆପଣମାନେ ଦେଖନ୍ତୁ ଆଉ ଏନ୍ଜୟ କରନ୍ତୁ। ଆଉ ହଁ, ଏହି ଜର୍ଦ୍ଦନ ନଦୀର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଯଦି ଭଲ ଲାଗିଛି ତାହେଲେ ଏହି ଭିଡ଼ିଓକୁ ନିଶ୍ଚୟ ହ୍ୱାଟ୍ସଆପ୍ରେ ସେୟାର କରନ୍ତୁ। ବହୁତ ବହୁତ ଧନ୍ୟବାଦ।